बोल ପରାଶର କ୍ଷେତ୍ର ପାରାଦୀପ ବନ୍ଦର ନେହୁର ବଙ୍ଗଳାର ଅତି ନିକଟରେ ଗଢ଼ି ଉଠିଥିବା ଆଖଣ୍ଡଳମଣିଙ୍କର ଏକ ଆସ୍ଥାନ। ଏହି ଆଖଣ୍ଡଳମଣିଙ୍କୁ ଲକ୍ଷ୍ୟ କରି ଅନେକ ମୂର୍ତ୍ତି ମଧ୍ୟ ଏଠି ପ୍ରତିଷ୍ଠା ହୋଇଛନ୍ତି। ହନୁମାନ ପ୍ରତିଷ୍ଠା ହୋଇଛନ୍ତି, ଶନି ପ୍ରତିଷ୍ଠା ହୋଇଛନ୍ତି, ନାମାଚାର୍ଯ୍ୟ ବାୟାଙ୍କର ମୂର୍ତ୍ତି ପ୍ରତିଷ୍ଠା ହୋଇଛି, କପିଳଙ୍କର ମୂର୍ତ୍ତି ପ୍ରତିଷ୍ଠା ହୋଇଛି। ଏସବୁ କଥା ଏଠି ହେଇଛି। ଏଠି ସବୁଠାରୁ ଆକର୍ଷଣ ହେଉଛି ବଙ୍ଗୋପସାଗର। ଏ ସାଗରର କୂଳ ଦେଶରେ ଏହି ଆଶ୍ରମଟି ଗଢ଼ି ଉଠିଛି। ଇଏ ହେଉଛି ସବୁଠାରୁ ଗୋଟେ ଆକର୍ଷଣୀୟ କ୍ଷେତ୍ର। ଇଏ
जवाहरलाल नेहरू जितेबाला पारादीप बंदर शुभ देते यही जगार ही प्रथम शुभ देते तेरे जहा हो यही पवित्र पीठरू पवित्र क्षेत्रु आपण मानकु शुभेच्छा जनाऊँ आज काली 2 दिन एठारे रही ता पर दिन मध्य गोटे ओली रही तापर आश्रम को फेरी तेणु आपण माने जो माने चाहूचंदी बलिया को साक्षात करने ये 2-3 दिन पर आपण माने आश्रम को जाई परिबे एवं जोगाजोग रक्षा करि परिबे। वर्तमान जहार किसी असुविधा सुविधा अच्छी फोन द्वारा आपण माने कथबार्ता हो पारे तेरे जहा हो समय गड़ी चली ता सहित जीवन मध्य से समय कोल धीरे धीरे वृद्धि प्राप्त होई शेषांतर पहुँचुची जीवन आउ समय समय सहित जीवन को तुलना करी हब नहीं कारण समय सब बेले अच्छी यही समय कोल सत्य त्रेता द्वापर कली भली केते जुग केते जुगांत हो जाइए तेणु वर्तमान गोटे प्रथम लहर कोरोना रे समस्ते आतंकित होते से अनेक पूजार्चना अनेक सरकारी बा प्रशासक मानकर अनेक कटकणा थिला द्वितीय लहर मध्य ताठारु आउ टिके भयंकर थिला जे अनेक युवक माने पुओ झियो माने संसार चली गले आशंका करा जाउथला तृतीय लहर आसीबो कि वर्तमान तृतीय लहर तार काया विस्तार करिछि एबे भी कोविड बा कोरोना भारत वर्ष रे रही ओडिशा रे मध्य अच्छी ता सहित आउ एक संक्रमण भूताणु ओमिक्रॉन नामक एक भूताणु अदृश्य भूताणु से मध्य काया विस्तार करुछि पृथ्वीर यही घड़ीसंधि मुहूर्त रे भगवान कर आविर्भाव नित्यांत जरूरी तेणु भगवान हुए तो आविर्भाव अवतार नियंतु बा न नियंतु ये युग होउची विज्ञान युग आमे ताकू कहूचु कली युग प्रकृत रे विज्ञान युग होउची कली युग तेणु विज्ञान युग रे वैज्ञानिक माने यही भूताणु रु रक्षा पाइबा पाई विभिन्न औषध इंजेक्शन टीका से बाहर करिवारे लगी तेणु ये जो कली युगरे कलिकी अवतार हेबे बोली आमे सब शुणुचु आपण माने भी शुणी थिबे कलिकी अवतार कहिले यही होउची कलिकी अवतार गोटे स्वतंत्र रूप कोरोनार काया विस्तार होउची कलिकींकर म्लेच्छ संहार तेणु सज्जन आपण माने सचेतन निश्चित रहिबे मुहरे मास्क देवे एई देखतु मु मध्य मास्क रखिछि तेणु सेई भली भाबरे मुहरे मास्क देवे हाथ भल भावरे धोइबे दूरत्व व्यवधान ताको मेंटेन करिवे बेसी गहली चहली सृष्टि करिवे नहीं आपण माने दुईटी लहर को जतले अतिक्रम करिसंती तृतीय लहर मध्य सेई भली भावरे अतिक्रम करिजिवो किंतु आपण माने सचेतन हुंतु गोटे अभ्यास रे पड़ीगलानी माने आपण तृतीय लहर रे केबे भी सचेतन हवा पई कुंठा बोध करिवे नाही
ଏବଂ ତା ସହିତ ଆଉ ଗୋଟିଏ କଥା କହିବାକୁ ଚାହୁଁଛି, ଥଣ୍ଡା କାଶ ବା ଏଇଭଳି କିଛି ରୋଗ ସୃଷ୍ଟି ହେଲେ ଆପଣମାନେ ନିକଟସ୍ଥ ଚିକିତ୍ସକଙ୍କ ପାଖରେ ଚିକିତ୍ସା ଆରମ୍ଭ କରନ୍ତୁ, ବିଳମ୍ବ କରିବେ ନାହିଁ। ଇଏ ଗଲା ପ୍ରଥମ। ଦ୍ୱିତୀୟ କଥା ହେଲା, ଆପଣମାନେ ନଖ ଉଷୁମ ପାଣି, ଯେଉଁଟାକି ମାନେ ବହୁତ ଗରମ ପାଣି ପିଇବେ ନାହିଁ, ନଖ ଉଷୁମ ପାଣି ଯାହାକୁ ପିଇ ହେବ, ସେଇଭଳି ଗରମ ଜଳ ସବୁଦିନେ 2 ଥର କିମ୍ବା ଥରେ ନିଶ୍ଚିତ ଭାବରେ ପିଇବେ। ଯଦି କାଶ ହେଉଥିବ ତାହେଲେ ଟିକେ ଲୁଣ ପାଣି ଗଳଗଳ କରିବେ ଏବଂ ଯଦି ଥଣ୍ଡା ବା ଅନ୍ୟାନ୍ୟ କିଛି ରୋଗ ହେଉଥିବ କପେ କ୍ଷୀରରେ ଟିକେ ହଳଦୀ ଗୁଣ୍ଡ ମିଶାଇ ତାକୁ ଆପଣ ପିଇବେ। ଏକଥା କହିବାର ଉଦ୍ଦେଶ୍ୟ ହେଉଛି ଯେ ଏହା ଏକ ରୋଗ ପ୍ରତିଷେଧକ ଶକ୍ତି ସୃଷ୍ଟି କରିବ, କିନ୍ତୁ ତା ସହିତ ଡାକ୍ତରଙ୍କ ଚିକିତ୍ସା ନିତ୍ୟାନ୍ତ ଜରୁରୀ। ଏବଂ ଗୋଟିଏ ଆଧ୍ୟାତ୍ମିକ ମଣିଷ ହିସାବରେ ମୁଁ ସାଧୁସନ୍ଥ ବାବାଜୀ ବୈଷ୍ଣବ ନୁହେଁ, ମୁଁ ଜଣେ ଲୋକସେବକ, ବିଶ୍ୱପ୍ରେମୀ। ତେଣୁ ସେଇ ହିସାବରେ ମୁଁ ଗୋଟିଏ ନିବେଦନ କରୁଛି, ମାନେ ଦେବୀ ମନ୍ଦିର ମାନଙ୍କରେ ଟିକେ ଚଣ୍ଡୀପାଠ ହଉ କିମ୍ବା କିଛି ନହେଲେ ବି ଆପଣମାନେ ନିକଟସ୍ଥ ଦେବୀଙ୍କୁ ଟିକେ ପ୍ରାର୍ଥନା କରନ୍ତୁ, ମହାମାୟୀଙ୍କୁ ପ୍ରାର୍ଥନା କରନ୍ତୁ। ନାହଂ ପ୍ରକାଶ ସର୍ବସ୍ୱ ଯୋଗ ମାୟା ସ୍ୱଭାବ। ଦେଖନ୍ତୁ, ଓଡ଼ିଶାରେ ଆମେ ଯେଉଁ ଅଞ୍ଚଳରେ ଅଛୁ ସେଠି ଅଛନ୍ତି ମା ଶାରଦା ଏବଂ ବିଲ ମା ଶାରଦା, ମା ଜ୍ୟୋତିର୍ପ୍ରଭା। ଏତିକ ପରେ ଗ୍ରାମ୍ୟ ଦେବୀ ହୁଣ୍ଡି ଥାନପତି ନାରାୟଣୀ ଅଛନ୍ତି, ତାପରେ ଅନ୍ୟାନ୍ୟ ଦେବୀ ବି ଅଛନ୍ତି, କେଲୁଣେଇ ଅଛନ୍ତି, ସାତ ଭଉଣୀ ଅଛନ୍ତି। ସେଇଭଳି କାକଟପୁରରେ ରହିଛନ୍ତି ମା ମଙ୍ଗଳା, ଭଦ୍ରକରେ ରହିଛନ୍ତି ମା ଭଦ୍ରକାଳୀ, ବ୍ରହ୍ମପୁରରେ ରହିଛନ୍ତି ତାରା ତାରିଣୀ ଠାକୁରାଣୀ ଭୈରବୀ, ମା ବିରଜାଙ୍କ କ୍ଷେତ୍ରରେ ଯାଜପୁରରେ ରହିଛନ୍ତି ଯାହା ଆଦି କ୍ଷେତ୍ର, ସେଠି ମା ବିରଜା ଏବଂ ଭୈରବୀ ଅଛନ୍ତି। ଦକ୍ଷିଣେଶ୍ୱରୀ କାଳୀଙ୍କର ପୂଜା ମଧ୍ୟ ସେଠି ହେଉଛି। ବାରିପଦା ମୟୂରଭଞ୍ଜରେ ଅଛନ୍ତି ମା ଅମ୍ବିକା ଏବଂ ସେଠି ମଧ୍ୟ ଦ୍ୱାରଶୁଣୀ ଅଛନ୍ତି। ଏଇଭଳି ଆହୁରି ଅନେକ ମୋର ମନେ ପଡ଼ୁନି, ଅନେକ ଦେବୀମାନେ ଅଛନ୍ତି। ଯେମିତି ତାରା ତାରିଣୀ ଅଛନ୍ତି, ସେଇଭଳି କେନ୍ଦୁଝର ଅଞ୍ଚଳର ଇଷ୍ଟ ଦେବୀ ହେଉଛନ୍ତି ମା ତାରିଣୀ। ବାଙ୍କିର ଅଧୀଶ୍ୱରୀ ଦେବୀ ହେଉଛନ୍ତି ମା ଚର୍ଚ୍ଚିକା। ବାଣପୁରର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ମା ଭଗବତୀ ଏବଂ ନାରାୟଣୀ କାଳିଜାଇ। ଏବଂ ପଶ୍ଚିମ ଓଡ଼ିଶାରେ ଅଛନ୍ତି ମାଣିକେଶ୍ୱରୀ, କଳାହାଣ୍ଡି ଜିଲ୍ଲାରେ। ତେଣୁ ଏଇ ଯେଉଁ ଦେବୀମାନଙ୍କ ପାଖରେ ମିଳିତ ଭାବରେ ସଂଗଠିତ ହେଇ ତାଙ୍କର ଟିକେ ମାର୍ଜନା କରିବା ସହିତ ଯଦି ଗୋଟିଏ ଚଣ୍ଡୀପାଠ ଟିକେ କରିବେ ଏବଂ ସେ ଚଣ୍ଡୀପାଠର ଉଦ୍ଦେଶ୍ୟ ରହିବ ମା ବିଶ୍ୱରୁ, ଦେଶରୁ, ରାଜ୍ୟରୁ କରୋନା ମହାମାରୀ ସୁପ୍ତ ହୁଅନ୍ତୁ।
କାରଣ ଇଏ ଭୂତାଣୁ ହେଉଛନ୍ତି କରୋନାର ଏ ମହାମାୟାଙ୍କର ଗୋଟିଏ ଅଂଶ ସଦୃଶ। ଆକୁ କିଏ ବିଶ୍ୱାସ କରୁ ନ କରୁ କିନ୍ତୁ ଆମେ ବିଶ୍ୱାସ କରୁଛୁ। କାରଣ ଇଏ ଘଟଟି ତୈରି ହେଇଛି, ଆମେ ଯେଉଁ ଜୀବନ ପାଇଛେ କେଉଁଥିରୁ ତୈରି ହେଇଛି? ଭୂତରୁ। ଭୂତ କହିଲେ ଜଳ, ଅଗ୍ନି, ମାଟି, ଆକାଶ, ବାୟୁ, এই ପଞ୍ଚମହାଭୂତରୁ ଏ ଶରୀର ତୈରି ହେଇଛି, ପ୍ରତ୍ୟେକ ଶରୀର ତୈରି ହେଇଛି। ତେଣୁ এই ଭୌତିକ ଶରୀରକୁ ଆଜି ନଷ୍ଟ କରିବାକୁ ଯାଉଛି ଅଦୃଶ୍ୟ ଭୂତାଣୁ। ଏ କମ୍ ବଡ଼ କଥା ନୁହେଁ। ଏବଂ ଗୋଟିଏ ଶୁଳ୍କ ଅନ୍ତତଃ ସବୁବେଳେ ତ ଶୁଳ୍କ ଫୁଳ୍କ ପଢ଼ିବା ପାଇଁ ଆମେ ଚିନ୍ତା କଲେ ବି ଲୋକ ପାରିବେ ନାହିଁ। ତଥାପି ବଳିଆ ସମସ୍ତଙ୍କ ପାଇଁ ସେଇ ଶ୍ଲୋକଟି ପଢ଼ୁଛି। ଜୟନ୍ତୀ ମଙ୍ଗଳାକାରୀ ଭଦ୍ରକାଳୀ ଦୁର୍ଗା କ୍ଷମା ଶିବା ଧାତ୍ରୀ ସ୍ୱାହା ସ୍ୱାହା सर्वमंगल मंगल्ये शिवे सर्वार्थ साधिके शरण्ये त्र्यंबके गौरी नारायणी नमोस्तुते शरणागत दीनार्थ पवित्राणपरायणी सर्वस्यार्थे देवी नारायणी। ଆଉ ଜଣେ ଦେବୀଙ୍କୁ ପ୍ରତ୍ୟକ୍ଷ ଦେବୀଙ୍କୁ ଟିକେ ଛାଡ଼ିଗଲି। ପାଟନାଗଡ଼ରେ ଅଛନ୍ତି ପାଟନେଶ୍ୱରୀ, ପାଟନେଶ୍ୱରୀ। ତେଣୁ ସେଠି ମଧ୍ୟ ଆମର ଗୋଟିଏ ସଂଘ ଅଛି। ସମସ୍ତେ ମିଳିତ ଭାବରେ ପ୍ରାର୍ଥନା କର। ଏହାକୁ କିଏ ଅନ୍ଧବିଶ୍ୱାସ ଭାବିଲେ ଭାବନ୍ତୁ, ହସନ୍ତୁ, କିନ୍ତୁ ଆପଣମାନେ ଚିକିତ୍ସକଙ୍କ ଦ୍ୱାରା ଚିକିତ୍ସା ହୁଅନ୍ତୁ ଏବଂ ଏହି ଦେବୀମାନଙ୍କୁ ପ୍ରାର୍ଥନା କରନ୍ତୁ। କିମ୍ବା ଯେଉଁମାନେ ଗ୍ରାମରେ ଅଛନ୍ତି ଗ୍ରାମ୍ୟ ଦେବୀଙ୍କୁ ମାର୍ଜନା କରି ସେଠି ମଧ୍ୟ ପ୍ରାର୍ଥନା କରନ୍ତୁ। ବାବାଙ୍କୁ, ବାୟା ବାବାଙ୍କୁ ଜଣେ ପଚାରିଲେ ଯେ ସ୍ଥୂଳ ଓ ସୂକ୍ଷ୍ମ କ'ଣ? ବଳିଆ ବହୁ ପୂର୍ବରୁ ଯେଉଁ କଥାକୁ ବୁଝାଏ ସେ କଥାଟା ବାୟା କହିଛନ୍ତି। ମାନେ ବଳିଆ କଥାକୁ ଅନୁମୋଦିତ ହେଲା ବୋଲି ମୁଁ ଅନୁଭବ କରୁଛି। ବାବା କହିଲେ ସ୍ଥୂଳ ହେଉଛି ଏହି ଶରୀର, ସୂକ୍ଷ୍ମ ହେଉଛି ଆମ ଭିତରେ ଥିବା ଆତ୍ମା। ସ୍ଥୂଳ ଓ ସୂକ୍ଷ୍ମକୁ ନେଇ, ଏ ଦୁଇଟି କଥାକୁ ନେଇ ଏ ସଂସାର ଚାଲିଛି। ଭାଗବତରେ ମଧ୍ୟ କହିଛନ୍ତି ପିଣ୍ଡ ବ୍ରହ୍ମାଣ୍ଡ ଏକମ ଜାଣ ବ୍ରହ୍ମାଣ୍ଡ ଏକମ ଆପଣମାନେ ଦେଖନ୍ତୁ, ଯଦି ସ୍ଥୂଳ ଶରୀର ନାହିଁ, କେବଳ ଆତ୍ମା ଅଛି, ତେବେ ଶରୀରକୁ ଛାଡ଼ି ଆତ୍ମା କ'ଣ କରିପାରୁଛନ୍ତି କି? ଚାଷ କରିପାରୁଛନ୍ତି ନା, ବେପାର କରିପାରୁଛନ୍ତି ନା, ରାଜନୀତି କରିପାରୁଛନ୍ତି ନା, ସାଧୁସନ୍ଥ ହେଇପାରୁଛନ୍ତି? କିଛି ନାହିଁ। ଯେଉଁ ସାଧକ ଆତ୍ମା ମାନେ କହୁଛନ୍ତି ଯେ ଆତ୍ମା ହିଁ ସତ୍ୟ, ବଳିଆ ବି ଗ୍ରହଣ କରୁଛି ଆତ୍ମା ହିଁ ସତ୍ୟ। କାରଣ ଆମେ ଗୀତା ପ୍ରେମୀ, ଗୀତା ମଧ୍ୟ
ତାହା ହିଁ କହିଛନ୍ତି। କିନ୍ତୁ ଆତ୍ମା ସତ୍ୟ ଚିରନ୍ତନ। ଯେଉଁ ବ୍ୟକ୍ତିଟି କହୁଛନ୍ତି ଆତ୍ମା ସତ୍ୟ, ଇଏ ଦେହ ମିଥ୍ୟା। ଆଚ୍ଛା, ବର୍ତ୍ତମାନ ଆତ୍ମା ତାଙ୍କ ଦେହରୁ ପଳେଇଲା। ଦେହ ବିନା ସେହି ଆତ୍ମା ଆଉ କିଛି ଜ୍ଞାନ ଉପଦେଶ କାହାକୁ ଦେଇପାରୁଛନ୍ତି କି? ଦେଇପାରୁନାହାନ୍ତି। କାହିଁକି? ଦେହ ନାହିଁ। ଭାଗବତ କହିଲେ ଏ ଦେହ ଥିଲେ ଗୋଟିଏ ମୂର୍ତ୍ତି ଆମେ ପୂଜା କଲୁ। ମୂର୍ତ୍ତି ଆଉ କୋଉଠି କିଏ ପୂଜା କରୁନି କି? ଗୋଟିଏ ଶାସ୍ତ୍ର, ସିଏ କ'ଣ ମୂର୍ତ୍ତି ନୁହଁ? ସିଏ ବେଦ ହଉ, ଗୀତା ହଉ, ବା ଭାଗବତ ହଉ, ବା କୁରଆନ ହଉ, ବାଇବେଲ ହଉ, ଗ୍ରନ୍ଥ ସାହେବ ହଉ, ଇଏ ଗୋଟିଏ ଗୋଟିଏ ମୂର୍ତ୍ତି। ଆପଣ ହଠାତ୍ ଯାଉଥିଲେ ବାଟରେ, ଗୋଟିଏ ମସଜିଦ ପଇଲା, ତାକୁ କେବେ ବି ଆପଣ ମନ୍ଦିର ବୋଲି ଭାବିବେ ନାହିଁ। ଆପଣମାନେ କହିବେ ଏଇଟା ହେଉଛି ମସଜିଦ। ତାମାନେ ତାର ଆକୃତିଟାକୁ ଆପଣ ଦେଖିକିରି କହିଲେ ଇଏ ମସଜିଦ। ଆଉ କିଛି ବାଟ ଗଲା ପରେ ଦେଖିଲେ ଗୋଟିଏ ମନ୍ଦିର, ତାକୁ କେବେ ବି ଆପଣ ଚର୍ଚ୍ଚ ବୋଲି କହିବେନି କି ଗୁରୁଦ୍ୱାର ବୋଲି କହିବେନି। ହେଇ ଇଏ ହେଉଛି ମନ୍ଦିର। ମନ୍ଦିର ଗୋଟିଏ ପ୍ରକାର ମୂର୍ତ୍ତି, ମସଜିଦ ଗୋଟିଏ ପ୍ରକାର ମୂର୍ତ୍ତି, ଚର୍ଚ୍ଚ ଗୋଟିଏ ପ୍ରକାର ମୂର୍ତ୍ତି, ଗୁରୁଦ୍ୱାର ଗୋଟିଏ ପ୍ରକାର ମୂର୍ତ୍ତି, ବୌଦ୍ଧ କୀର୍ତ୍ତି ଗୋଟିଏ ପ୍ରକାର ମୂର୍ତ୍ତି। ତେଣୁ ମୂର୍ତ୍ତି ପୂଜା କିଏ କରୁନି କି? ସମସ୍ତେ ମୂର୍ତ୍ତି ପୂଜା କରୁଛନ୍ତି। ମୁଁ ମଧ୍ୟ ନିଜେ ଗୋଟିଏ ମୂର୍ତ୍ତି। ମୋ ମୂର୍ତ୍ତିଟିକୁ ଦେଖିଲେ, ଗୋଟେ ଫଟୋରେ ବି ଦେଖିବେ, ଆପଣ କହିବେ ଏଇ ବଳିଆ ବାବାଙ୍କ ଫଟୋ, ମୂର୍ତ୍ତି। ଜଣେ ବୈଷ୍ଣବ ଆଶ୍ରମର ପ୍ରେମାନନ୍ଦ ଦାସ ପ୍ରଫୁଲ୍ଲ ଭାଇ ଯିଏ, ସିଏ ଆଜକୁ ମାସେ କେତେ ଦିନ ହେଲା ସେ ଚାଲିଗଲେ। ତାଙ୍କର ଉତ୍ସବ ଚାଲିଛି ଆଶ୍ରମରେ, ତାଙ୍କର ଚିତ୍ରପଟ ଥୁଆ ହେଇଛି, ଲୋକମାନେ ଫୁଲ ଦେଉଛନ୍ତି, ତାଙ୍କୁ ପ୍ରଣାମ କରୁଛନ୍ତି, ଏମିତି ସବୁ କରୁଛନ୍ତି। ଗୋଟେ ଛୋଟ ପିଲା, ଅତ୍ୟନ୍ତ ଗୋଟିଏ ଛୋଟ ପିଲା, ମାନେ 4-5 ବର୍ଷର ପିଲାଟି, ଭଲକିରି କଥା ସେ କହିପାରୁନେଇ, କିନ୍ତୁ କଥା କହୁଛି। 4-5 ବର୍ଷ ପିଲା, ତା ନାଁ ହେଉଛି ପ୍ରେମ। ସେ ପ୍ରେମ ଯାଇକିରି ସେ ଫଟୋ ପାଖରେ ପହଞ୍ଚିକିରି ସେ ଚିହ୍ନି ପାରିଲା ଇଏ ହେଉଛି ପ୍ରଫୁଲ୍ଲ ଜେଜେ। ସେ ଡାକ ପକେଇ କହିଲା ଜେଜେ ଜେଜେ, ଅର୍ଥାৎ ମୋତେ କହିଲା ଜେଜେ ଜେଜେ, ପ୍ରଫୁଲ୍ଲ ଜେଜେ, ପ୍ରଫୁଲ୍ଲ ଭାଇ। ମୁଁ କହିଲି ଆରେ ଇଏ ଫଟୋଟାକୁ ଦେଖିକିରି ସେ ତାକୁ ଚିହ୍ନି ପାରିଲା। ତେଣୁ ମୂର୍ତ୍ତି ଯଦି ନାହିଁ, କିଏ କାହାକୁ ଚିହ୍ନିବେ କହିଲେ? ଯିଏ କହୁଛନ୍ତି ଆତ୍ମା ସତ୍ୟ ସବୁ ମିଛ, ତାକୁ କିଏ କହିଲା? ଆତ୍ମା ସତ୍ୟ ସବୁ ମିଛ, ତାକୁ ପୁଣି କିଏ କହିଲା? ନା ସେ ଅମୁକ ମହାପୁରୁଷ କହିଲେ। ସେ ଗୋଟିଏ ମୂର୍ତ୍ତି କି ନାହିଁ? ସେ ମଧ୍ୟ ଗୋଟିଏ ମୂର୍ତ୍ତି। ଇସଲାମ ଧର୍ମକୁ କିଏ କହିଲେ? ମହମ୍ମଦ କହିଲେ, ସେ ଗୋଟିଏ ମୂର୍ତ୍ତି। ଖ୍ରୀଷ୍ଟିଆନ ଧର୍ମ କିଏ କହିଲେ? ଯୀଶୁଖ୍ରୀଷ୍ଟ କହିଲେ। ଆପଣ ଯୀଶୁଖ୍ରୀଷ୍ଟଙ୍କ ଚିତ୍ରକୁ ଦେଖିଲେ ଆପଣ କ'ଣ କହିବେ ମହମ୍ମଦ? ମହମ୍ମଦଙ୍କ ଚିତ୍ରକୁ ଦେଖିଲେ କ'ଣ କହିବେ ଯୀଶୁଖ୍ରୀଷ୍ଟ?
विवेकानंद जाऊँगी फरेन कंट्री बुलूँ से गोटे जड़े फरेनर कहले कहले हिंदू माने भारतीय माने मूर्ति पूजा करुँ तेणु विवेकानंद किसी कहलेनी किसी समय पर बैठक घरे बसिकी विवेकानंद कहला था ये जो फोटोटी टंगाई ये कहार ना मो बापांकर विवेकानंद कहले से फोटोटी मो पाक आण सी आनीदेले बाबा देखिए सी फोटोटी को तले थोई जिते बड़े पाद उठे भांगी देवाई से सी बाबू कहले कौन आपण भांगीदेवे ना कौन या फोटोटा आ भांगीदेवी कौन या फोटोटा ना फोटो है बोली कौन भांगीदेवे आ भांगीदेवे आप कहते मूर्ति किसी नुहे तेणु मन रखु हे फरेनर विदेशी नागरिकों को कहले मन रखु हिंदू प्रतिभा को पूजा करुच्ची कौन सी मूर्ति की पूजा करू नहीं मूर्ति गोटे माध्यम सी हूँ स्थूल ता भितर सूक्ष्म अच्छा ये आखंडल मणि को पूजा करा गोटे लिंग शिवलिंग पूजा करा जी आखंडल मणि से लिंगराज से कपिलास ये सब से जाऊ आखंडमणि की पूजा करा सी शिवलिंग को सीना पूजा करा आखंडलेश्वराय नमः आमे से शिवलिंग को खाली माध्यम करी तापर बेलपत्र टे थोचु फूल टे थोचु चंदन टे थोचु किंतु पूजा करुचु क्या आखंडल से किए अखंड मंडलाकारं व्याप्तं येन तत्पदं दर्शितं सेई अखंड ब्रह्मानंद हमें पूजा करुछु सेई परमात्मा सेई परमेश्वर गोटे निर्दिष्ट रूप माध्यम आमे पूजा कर ये फूलमालटी मु गोटे दिखाई पकई ये फूलमालटी जदि सूता न था ये फूलमालटी गुंथा ना केमी आम कौन सूता को पकईचु फूलमाल को पकईचु कई कहूना ये सूता को पकई फूलमाल जदि मो बेकटी न था ताले फूलमालटा पकई था केमी तेणु प्रत्येक जिनिसर गोटे माध्यम अच्छी सूर्य होचंती पृथ्वीर एक पवित्र माध्यम से अग्निभूत आमे तो दीपटीए नगेले अग्नि जलुची सी होचंती अग्नि स्वरूप तांको पई पृथ्वी चली सी जदि न रहिबे पृथ्वी रे किछि रहिबनी किछि रहिबनी जो माने कहउचंती हे तुमे सूर्य को पूजा करूछ हे तुमे चंद्र को पूजा करूछ से पृथ्वी की गोटे पूजा कलेनी माटीटा को पूजा कलेनी आमे माटी को पूजा करिबू वृक्ष को पूजा करिबू सूर्य को पूजा करिबू चंद्र को पूजा करिबू तांको व्यक्तिर आउरी समुद्र को भी पूजा करिबू आमे जानिचु भल भाव जानिचु आपण माने भल भाव बुझिया को चेष्टा करंतु ये माध्यम बिना पृथ्वी रे किछि रहिबनी काली जरी सूर्य माने गोटे कौन सी प्रकार भाव सूर्य जदि व्यतिक्रम हो गले किए रहिब पृथ्वी रे महिमा अलेख धर्मर संत मान को बलिया कहे सूर्य को बिना महिमा अलेख ये पृथ्वी की रखिपारे
महिमा अलेख बा निजे सूर्य को तैयारी करछंती चंद्र को तैयारी करछंती गीता अति सुंदर भाव रे कहिले रसो वप्सु कौन्तेय प्रभास्मि शशिशूर प्रणव सर्ववेद शब्द वायु जदि ओइना बंद हो वायु जदि कहब मु आउ चलिबी नहीं बंद हेली मुझे छुट्टी रे जाऊँ वायु कहे मु बहुत दिन चलिनी एवं मसे खंडे मु छुट्टी रे जाऊँ मसे तो मसे 5 मिनट जदि छुट्टी रे जीवे जे ताले वायु ये पृथ्वी रहिबो कि समझ ठक ये कहते आत्मा से भी ठक ये कहते देह से भी ठक तेणु सज्जन अଯଥାରେ गोटे मतवाद सृष्टि करी लोकंकु विभ्रांत करा न जाऊ लोकंकु शिक्षा दिया जाऊ तुम्हें भल मनीष हुओ भल परिवार गठन कर कर्म को घृणा कर ना कर्म कर कर्म करने ज्ञान आहरण कर ये सब शिक्षा दिया जाऊ किए क्या पूजिला कौन कला न कला केवल ताकू कहीदियो बाबू तुम्हें जहाँ को पूजा करुच ईश्वर किंतु गॉड इज वन गॉड इन एवरीबॉडी सबु भितर से अछंती से जड़े हि इज नॉट माने ना सब कहे भूल हो मत अमुक समुक अमुक समुक ये सब नुहे से जड़े एक सदविप्रा बहुधा वदंती तेणु गॉड इज वन गॉड इज गुड तेणु गॉड इन एवरीबॉडी मूर्ति भीतर एवरीबॉडी पूरा मूर्ति भीतर ना से मूर्तिटा जो उपादान तैयारी होती माटी कि पत्थर कि सीमेंट ता भीतर बा सी अच्छी धर्म कहले धारण करवा आपण कहे ये गोटे कोठा घर हाँ कोठा घरटा आपको किए धारण कर आत्मा धारण कर परमात्मा धारण कर आत्मा परमात्मा जहाँ को सृष्टि करते सीमेंट लुहा रड आउ कौन बाली एगुड़ाक सब गोले गाड़ी गोड़ी कौन चिप्स एगुड़ा सब हवा द्वारा घरटा तैयारी जो साधु माने कहते एगुड़ाक भूल तमें कहीं तांकु बलिया पचारुची आपण मैंने कहीं से गुंफारे अच्छी आपण मैंने कहीं फलमूल खाऊले आम भात खाऊ रुटी खाऊ आपण मैंने कहीं फलमूल खाऊ ना ना आम खाली क्षीर पीऊ क्षीर पीउचरी माने खाद्यर बड़ बापा को पाऊ तेणु ये सब कथा गोटे कहीकि लोकं को कर्म भीरु कर दिया जी जहा को मानुष मान आदे एते मतवाद सृष्टि होउची किंतु आज रास्ता रे मधुआ माने मद पीकरी आज हंगामा करुचंदी हंगामा पड़ा हंगामा करुचंदी हंगामा ना हंगामा कौन गोटे शब्दटा भूल हो जाउची तेणु आज मधुआ मद पीकी रास्ता रे कोड़ी गड़िला नगड़ा मुड़ा है पड़ा कहीं ये विरुद्ध रे संग्राम कर कहीं करूना मतवाद खाली सृष्टि होउची ये धर्म से धर्म से ये मत से मत से मत किंतु कहीं कोड़ी अच्छी गांधींकर स्वप्न अच्छी सुभाष बोसकर स्वप्नर भारत आज अच्छी अच्छी भारत अच्छी किंतु भारतीय माने कौन से स्वप्न रे सामिल होती आज मद्य खाऊं गंजेई खाऊं भांग पीऊँ
ଭାଙ୍ଗ ଟିକେ ଅଳ୍ପ ନିଶା ସେଇଟା ଚଳିବ, କିନ୍ତୁ ଆଜି ସିଗାରେଟ ଖାଉଛନ୍ତି, ଆଜି ସବୁ ଏଇଆ ହିଁ ଚାଲିଛି। ତେଣୁ ମହାପୁରୁଷମାନଙ୍କର ଏଇ ମହାନ ଦେଶ ପ୍ରତି ବିଶ୍ୱ ପ୍ରତି ଯେଉଁ କଲ୍ୟାଣ ଅଛି ସେଇପାଇଁ ଏ ଦେଶ ଦୁନିଆ ରହିଛି। ହେ ସଜ୍ଜନ, ଆଜି ବି ସେଇ କରୋନା ଆମେ ଏ ମହାମାରୀରୁ ମୁକ୍ତି ପାଇଁ ଆମେ ଯେଉଁ ପ୍ରଥମ ଶ୍ଲୋକଟି ଗାଇଲୁ 36ରୁ 46, ଏକାଦଶ ଅଧ୍ୟାୟର 36ରୁ 46 ବିଶ୍ୱର ସର୍ବଶ୍ରେଷ୍ଠ ପ୍ରାର୍ଥନା। କାହିଁକି ଗାଇଲୁ ଆମେ? କ'ଣ ଆମେ ଆପଣମାନଙ୍କୁ ଦେଖେଇଗଲୁ ଆମେ ଏମିତି ଶ୍ଲୋକ ଜାଣିଛୁ? ଆମେ ଗାଇଲୁ ଆପଣମାନଙ୍କ ପାଇଁ ଗାଇଲୁ। ପ୍ରଭୁଙ୍କ ଉଦ୍ଦେଶ୍ୟରେ ଆପଣମାନଙ୍କ ପାଇଁ ଆମର ପ୍ରାର୍ଥନା ସମର୍ପିତ ହେଲା। ଏଇ ଦେଖନ୍ତୁ, କାଉ ବୋବଉଛି, କୋଇଲି ବୋବଉଛି, ଏଇ ଯେଉଁ ସୁନ୍ଦର ନିନାଦଟି ଆପଣମାନେ ଶୁଣୁଥିବେ, ଏଇଭଳି ଅନେକ ପକ୍ଷୀମାନେ ତାଙ୍କ ବଂଶ ବୁଡ଼ିଗଲାଣି, ଅନେକ ପଶୁମାନଙ୍କର ବଂଶ ବୁଡ଼ିଗଲାଣି। ଆଜି ଡାଇନସୋର ନାହିଁ। ପକ୍ଷୀମାନଙ୍କର ବସାକୁ ମଧ୍ୟ ଆମେ ଆଉ ଦେଖିପାରୁନୁ। ଆଜି ବାଦୁଡ଼ି ବସା କେଉଁଠି ଦେଖିବାକୁ ମିଳୁନି, ସାଙ୍ଗୁଣାକୁ ଦେଖିବାକୁ ମିଳୁନି। କାହିଁକି? ସବୁ ପାଇଁ ଦାୟୀ ହେଉଛି ମଣିଷ। ଆରେ ମତବାଦ ଖାଲି ନୂଆ ନୂଆ ତୈରି ହେଉଛି। ଅମୁକ ବାବାଙ୍କର ଅମୁକ ସଂଘ, ଧମୁକ ବାବାଙ୍କର ଧମୁକ ସଂଘ, ସେ ସଂଘ ଗଠନ ହଉ, କିନ୍ତୁ ସୃଷ୍ଟି ଆଜି ବିନାଶ ବାଟରେ। ପୁଣି ଥରେ ପ୍ରାର୍ଥନା କରୁଛି, ପ୍ରଭୁ ଏ ସୁନ୍ଦର ପୃଥିବୀକୁ ରକ୍ଷା କର। ସୁନ୍ଦର ତୁମ କଥା ପ୍ରସଙ୍ଗରେ ଆମେ ବହୁତ ବାଟ ଆଗେଇ ଗଲେ, ତଥାପି ଠାକୁର ଅଭିରାମ କହିଛନ୍ତି, ଅସ୍ପୃଶ୍ୟ କିଏ? ଯେଉଁଠି କାମ ଅଛି, କ୍ରୋଧ ଅଛି, ଲୋଭ ଅଛି, ମୋହ ଅଛି, ମଦ ଅଛି, ମାତ୍ସର୍ଯ୍ୟ ଅଛି, ମାନେ ଈର୍ଷା ଅଛି, ଆଉ ସେଇମାନେ ହେଉଛନ୍ତି ଅସ୍ପୃଶ୍ୟ। ଇଏ ଗୋଟେ କଥା ସୁନ୍ଦର ଭାବରେ କହିଲେ। ଆମେ ଏଇ ଯେଉଁ କାଉ ରାବ କଥା ବର୍ତ୍ତମାନ ବଳିଆ କହୁଥିଲା, ଇଏ ମଧୁ ଲେଖିଛନ୍ତି, କୁ କୁ ପିକ ରାବେ ପୁବେଇଲୋ, କୋଇଲି ନୁହଁଇ କୃଷ୍ଣ ପାଦେ ସେଇ, ନୁପୁରର ସ୍ୱର ଶୁଭେ ପୁବେଇଲୋ। ଏଇ ଯେଉଁ କାକୁ ନାଦ ସହିତ ଏ ସଙ୍ଗୀତଟା ମିଶିଗଲା। ଆଉ ବୈକୁଣ୍ଠ କହିଲେ, ବୈକୁଣ୍ଠ ନାଥ ରମ୍ଭତାରି, ପବନ ଫେରାଉ ଜାଣି ପାର ହୋଇବୁ ତ୍ରିବେଣୀ, ପ୍ରେମ ରୂପା ସଖୀ ଶ୍ରେଣୀ ପାଦେ ଖଟୁଛନ୍ତି, ସମଣି ଓ ପାରିବୁ ପରଶ। ତ୍ରିବେଣୀ ହେଉଛି ଲଲାଟ ଚକ୍ର, ଭୁଲତା। ଏଇ ଯେଉଁ ତ୍ରିବେଣୀ କି ପାରି ହେଲେ ସହସ୍ରା। ଏଇ ସହସ୍ରାରେ ଆତ୍ମା ପରମାତ୍ମାଙ୍କର ମିଳନ ହୁଏ। ତେଣୁ ସେଇ କଥାକୁ ବୈକୁଣ୍ଠ କୃଷ୍ଣଙ୍କ ଭାବନାରେ ସଙ୍ଗୀତଟି ଲେଖିଛନ୍ତି। ହଉ, କଥା ଏଠି ରଖିବା। ସୁନ୍ଦର ତୁମ